वन्दे लोकतिलकं सततवार्ताविभूषणम् अमरकृत्युच्चारणं प्रबुद्धं लोकजीवनं प्रणयप्रमत्तजागदीपनं वन्दे जीवनं सत्पुरुषोत्तमं। जय गुरु। परम प्रेममय श्री श्री ठाकुर अनुकूल चंद्रଙ୍କ ଶ୍ରୀପାଦ ପଦ୍ମରେ ମୋର କୋଟି କୋଟି ପ୍ରଣାମ। ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେ ଯେ କେତେ ଦୟାଳ ଠାକୁର ଏଇଟା ସମସ୍ତେ ଜାଣନ୍ତି। ଯେଉଁମାନେ ତାଙ୍କ ସହିତ ଜଡ଼ିତ ଅଛନ୍ତି ତାଙ୍କୁ ନେଇକି ଧରିକି ନିଜର ଆଶାବାଡ଼ି କରି ଚାଲିଛନ୍ତି ଜୀବନରେ, ତାଙ୍କରି କାର୍ଯ୍ୟରେ ରତ ଅଛନ୍ତି, ତାଙ୍କରି କାମରେ ସବୁବେଳେ ଜୀବନ ଅତିବାହିତ କରୁଛନ୍ତି। ସବୁ ସମୟରେ ସେଇମାନେ ହିଁ ଜାଣିଥିବେ ଯେ ଶ୍ରୀ ଶ୍ରୀ ଆମର ଯେଉଁ ଠାକୁର ଅଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କୁ କାହିଁକି ଦୟାଳ ଠାକୁରଙ୍କର ଆଖ୍ୟା ଦିଆଯାଇଛି। ପ୍ରତ୍ୟେକ କଥାରେ, ପ୍ରତ୍ୟେକ ସ୍ଥିତିରେ, ପ୍ରତ୍ୟେକ ପରିସ୍ଥିତିରେ ସେ ଆମକୁ ସାହାଯ୍ୟ କରନ୍ତି। କିନ୍ତୁ ତାଙ୍କର ସାହାଯ୍ୟ, ତାଙ୍କର କରୁଣା ପାଇବାକୁ ହେଲେ ଆମକୁ ବି ତାଙ୍କ ନୀତି ନିୟମ ଆଦେଶ ସବୁକିଛି ମାନିବାକୁ ପଡ଼ିବ। ସେ ଯାହା ବି କହିଯାଇଛନ୍ତି, ଯେମିତି କହିଛନ୍ତି ଇଷ୍ଟବୃତ୍ତି କରିବା, ଆମେ ସମସ୍ତେ ଇଷ୍ଟବୃତ୍ତି କରିବା ଆବଶ୍ୟକ। କାହିଁକି ନା ଇଷ୍ଟବୃତ୍ତି ଠାରୁ ପବିତ୍ର ଆଉ ମହାନ ଯଜ୍ଞ କିଛି ବି ନାହିଁ। ଇଷ୍ଟବୃତ୍ତି ହେଉଛି ସବୁଠାରୁ ବଡ଼ ଯଜ୍ଞ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଯଦି ଜଣେ ମଣିଷ ବା ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଇଷ୍ଟବୃତ୍ତି କରୁଛନ୍ତି, ସେ ବହୁତ ପ୍ରକାର ତାଙ୍କର ପାପରୁ ସେ କ୍ଷୟ ହୋଇଯାଆନ୍ତି, ବହୁତ କର୍ମଫଳ ବି ତାଙ୍କର କଟିଯାଏ। ସପୋଜ କିଛି ଆଗକୁ ଘଟିବାକୁ ଯାଉଛି, ଧର କିଛି ଖରାପ ହେବାକୁ ଯାଉଛି, ସେ ଖରାପ ବି ଭଲରେ ପରିଣତ ହୋଇଯାଏ। କାହିଁକି ନା ଠାକୁର ଥାଆନ୍ତି ତା ସାଙ୍ଗରେ। ଆଉ ଯେବେ ଯେବେ ଆମେ ଇଷ୍ଟବୃତ୍ତି କରନ୍ତି ସେବେ ସେବେ ଠାକୁର ଆସନ୍ତି ସେ ଇଷ୍ଟବୃତ୍ତିର ପ୍ରଣାମୀକୁ ସ୍ୱୀକାର କରିବା ପାଇଁ, ଗ୍ରହଣ କରିବା ପାଇଁ। ଆମେ ସେଥିପାଇଁ ପ୍ରତ୍ୟହ ଇଷ୍ଟବୃତ୍ତି କରିବା ଆବଶ୍ୟକ। ଇଷ୍ଟବୃତ୍ତିକି ଛାଡ଼ିଦେଲା ପରେ ଆହୁରି ବି କେତେ ଜିନିଷ ଅଛି, ଯେମିତି ଯଜନ ଯାଜନ, ସେମିତି ସଦାଚାର, ସତ୍ସଙ୍ଗ, ଏସବୁ ବହୁତ କଥା ଅଛି। ସ୍ୱସ୍ତୟନୀ, ଆମ ଭିତରୁ କିଛି ଲୋକ ଅଛନ୍ତି ଯେଉଁମାନେ କି ସ୍ୱସ୍ତୟନୀ ନେଇଛନ୍ତି, ମାନେ ପୁରା ଆଇଁଷ ପିଆଜ ରସୁଣ ସବୁକିଛି ଛାଡ଼ି ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଖାଲି ଆମିଷ ଛାଡ଼ିଛନ୍ତି, କିନ୍ତୁ ପିଆଜ ରସୁଣରେ ବି ଏପର୍ଯ୍ୟନ୍ତ ସେମାନଙ୍କର ଖିଆ କଣ୍ଟିନ୍ୟୁ ଅଛି। ତ ସ୍ୱସ୍ତୟନୀ ବି ଠାକୁର ଆମକୁ ନେବାକୁ କହିଛନ୍ତି ଆମରି ଭଲ ପାଇଁ। କେବଳ ଆମ ଶରୀରକୁ ମନ୍ଦିର କରିବାକୁ ଠାକୁର ନିଜେ ଆମକୁ ଆଦେଶ ଦେଇଛନ୍ତି। ଶରୀରକୁ ଆମେ ଯଦି ମନ୍ଦିର ନ କରିବା, ଆମ ମନ ବି ପବିତ୍ର ହେବନି। ଆଉ ମନ ପବିତ୍ର ନହେଲେ ଶ୍ରୀ ଶ୍ରୀ ଠାକୁର କେବେ ବି ଏଇ ଯେଉଁ ଶରୀରରେ ମାନେ ସ୍ଥାପନା ହୋଇପାରିବେନି, ସେ କେବେ ବି ଏ ଶରୀରରେ ରହିବେନି। ତ ସେଥିପାଇଁ ଆମେ ଯଦି ଠାକୁରଙ୍କୁ ଧରିବାକୁ ଚାହୁଁଛୁ, ତାଙ୍କ ନୀତି ନିୟମ ଆଦେଶ ସବୁକିଛି ମାନିବାକୁ ପଡ଼ିବ। ଆହୁରି ବି ଗୋଟେ ବହୁତ ବଡ଼ କଥା, ଯେଉଁ କଥାଟି ଠାକୁର ଆମକୁ କହିଛନ୍ତି ସେଇଟା ହେଉଛି ନାମ। ଠାକୁରଙ୍କର ଗୋଟେ ନାମ ଅଛି, ସେଇ ନାମରେ ଯଦି ଆପଣ ସେ ନାମକୁ ପ୍ରତ୍ୟହ ଜପ କରିବେ, ସବୁବେଳେ ସବୁ ସମୟରେ ନାମକୁ ମାନେ ମୁହଁରେ ରଖୁଛନ୍ତି, କେତେ ଯେ କର୍ମ, କେତେ ଯେ ଅପକର୍ମରୁ ଆପଣ ମୁକ୍ତି ପାଇଯିବେ ସେଇଟା ଆପଣ ନିଜେ ବି ଜାଣିପାରିବେନି। ଆଉ ଏଇ ନାମଟା ହେଉଛି ଜୀବନ ପ୍ରଦାୟକ, ମାନେ ମୃତ ବ୍ୟକ୍ତି ବି ଜୀବନ୍ତ ହୋଇପାରନ୍ତି। ଏ ନାମରେ ଏତେ ଶକ୍ତି ଅଛି। କିଛି ଲୋକ ଅଛନ୍ତି ଏସବୁ କଥାକୁ ବିଶ୍ୱାସ କରିବେନି, ବିଲିଭ୍ କରିବେନି। ତ ମୁଁ ଜାଣିନି ଆପଣମାନେ କିଛି ଲୋକ ବିଶ୍ୱାସ କରିବେ କି ନାହିଁ, କିନ୍ତୁ ଏଇଟା ହିଁ ହେଉଛି ସତ୍ୟ କଥା ଯେ ନାମଟା ଆମେ କରୁଛେ। ଆପଣମାନେ ଓଂ ନାଦ ଶୁଣିଥିବେ, ଓଂ ନାଦ ଆମେ କରନ୍ତି। ଏମିତିକି ସାଇନ୍ସ ବି କହୁଛି କିଛି ସମୟ ମେଡ଼ିଟେସନ୍ କରିବା ଦରକାର। ମେଡ଼ିଟେସନ୍ ଦ୍ୱାରା ଆମ ମସ୍ତିଷ୍କ ସ୍ଥିର ହୁଏ, ମନ ଶାନ୍ତ ରୁହେ। ତ ଏଇସବୁ କରିବା ଦ୍ୱାରା ଆମେ ନିଜେ ବି କନସିଷ୍ଟେନ୍ସି ମେଣ୍ଟେନ୍ କରିପାରିବା। ଆମର କନସେନ୍ଟ୍ରେସନ୍ ବୃଦ୍ଧି ପାଇବ, ଜ୍ଞାନଚକ୍ର କୈନ୍ଦ୍ରିକ ହେବ। ତ ସେହିପରି ଯଦି ଆମେ ନାମ କରୁଛେ, ନାମ କରିବାକୁ ହେଲେ ଆମକୁ ଧ୍ୟାନରେ ବସିବାକୁ ପଡ଼ିବ। ଧ୍ୟାନ କରିକି ଆମକୁ ନାମ କରିବାକୁ ପଡ଼ିବ। ଠାକୁରଙ୍କ ନାମ ନିହାତି କରିବା ଆବଶ୍ୟକ ଠାକୁରଙ୍କର, ଯାହା ଆମକୁ କୁହାଯାଇଛି। ଏହାଦ୍ୱାରା ବି ଆମ ମସ୍ତିଷ୍କ ତୀବ୍ର ହୋଇଥାଏ। ମଣିଷ ନିଜେ ରିଏଲାଇଜ୍ କରିବ ଯଦି ପ୍ରତିଦିନ ଆମେ 10-10 ମିନିଟ୍ ଲେଖା ନାମ କରିବା। ଏମିତି ତ ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦିନକୁ 45 ମିନିଟ୍ ଧରି ନାମ କରିବା ଉଚିତ। କିନ୍ତୁ ଯେହେତୁ ଆମେ କିଛି ଲୋକ କରୁଛନ୍ତି, ଯେଉଁମାନେ ଠାକୁରଙ୍କୁ ଠିକ୍ ଭାବରେ ଧରିଛନ୍ତି ସେ ତ କରୁଛନ୍ତି, କିନ୍ତୁ ଆମେ ସମସ୍ତେ କରିପାରୁନେ। କାହିଁକି ନା 45 ମିନିଟ୍ ବହୁତ ବଡ଼ କଥା। ଆମ ପାଇଁ 5 ମିନିଟ୍ ବି ହେଇପାରୁନାହିଁ। ଯଦି ଆମେ 5 ମିନିଟ୍ ବି ନାମ କରିବା, ତାର ବି ଆମେ କିଛି ଉପକାର ବି ପାଇପାରିବା, ଆମ ମସ୍ତିଷ୍କ ସ୍ଥିର ହେବ। ଆଉ ଗୋଟେ କଥା ହେଉଛି ନାମ କରିବା ଦ୍ୱାରା ଆୟୁ ବୃଦ୍ଧି ବି ହୋଇଥାଏ, ମାନେ ଜୀବନ ବୃଦ୍ଧି ହୋଇଥାଏ। ଯେତିକି ବର୍ଷ ବଞ୍ଚେ ମଣିଷ, ଆପଣ ଜାଣିଛନ୍ତି, ସମସ୍ତେ ଦେଖୁଛନ୍ତି, ବଞ୍ଚିବା ପାଇଁ ହେଲେ କ'ଣ ଦରକାର ନା ସବୁବେଳେ ଆମେ ଷ୍ଟ୍ରେସ୍ ଫ୍ରି ରହିବା ଆବଶ୍ୟକ, ମାନେ ଚିନ୍ତାମୁକ୍ତ ଜୀବନ ବଞ୍ଚିବା ଆବଶ୍ୟକ। କିନ୍ତୁ ଆମେ ସମସ୍ତେ କିଛି ନା କିଛି ଚିନ୍ତାରେ ସବୁ ସମୟରେ ଜଡ଼ିତ ରହୁଛେ।
କୌଣସି ନା କୌଣସି ଚିନ୍ତା, ଆଂସିୟସନେସ୍, ଆଞ୍ଜାଇଟି, ଷ୍ଟ୍ରେସ୍ ଏସବୁ ହେଉଛି ମଣିଷ ମାନେ ବେମାରରେ ପଡ଼ିବାର ପ୍ରମୁଖ କାରଣ। ମଣିଷର ଯେଉଁ ଆୟୁଷ କମି କମି ଯାଉଛି ବ୍ୟକ୍ତିର, ଏଇସବୁ ହିଁ ପ୍ରମୁଖ କାରଣ। ଗୋଟିଏ ସବୁଠୁ ବଡ଼ କାରଣ ହେଉଛି ଷ୍ଟ୍ରେସ୍। ଷ୍ଟ୍ରେସ୍ଟା ହେଉଛି ସବୁଠାରୁ ବଡ଼ କାରଣ। ଯଦି ଆମେ ଚିନ୍ତା କରିବା ସବୁବେଳେ, ତାହେଲେ ସେଇଟା ଆମ ଶରୀର ଉପରେ, ମନ ଉପରେ, ମସ୍ତିଷ୍କ ଉପରେ ନିଶ୍ଚୟ ଭାବରେ ଖରାପ ପ୍ରଭାବ ପକାଇଥାଏ। ତ ସେଇ ଚିନ୍ତାରୁ ମୁକ୍ତ ହେବା ପାଇଁ ଠାକୁର ଆମକୁ ନାମ ଦେଇଛନ୍ତି। ଆମେ ନାମ କଲେ ସବୁବେଳେ ଠାକୁରଙ୍କର ଛବି ହିଁ ଆମ ଆଖି ଆଗରେ ନାଚିଯାଏ, ଯାହାଦ୍ୱାରା କି ଆମେ ଚିନ୍ତା ଶୂନ୍ୟ ହେଇଯାଉ ଆଉ ଠାକୁରଙ୍କୁ ସବୁକିଛି ସମର୍ପି ଦେଇଥାଉ। ୟା ପରେ ଆମର ଆସିଲା ଆଉ ହେଉଛି ଆମର ଯାଜନ। ଯାଜନ ମାନେ କ'ଣ? ଠାକୁରଙ୍କର ଯାଜନ କରିବା, ଠାକୁରଙ୍କ କଥାକୁ ଅନ୍ୟମାନଙ୍କୁ ବୁଝେଇବା। ଯାହାଦ୍ୱାରା ବି ଆପଣମାନେ ନିଜେ ରୋଗମୁକ୍ତ ହୋଇପାରିବେ, ନିଜେ ସୁସ୍ଥ ଅନୁଭବ କରିବେ ଆଉ ଆପଣଙ୍କର ପାରିବାରିକ ସ୍ଥିତି ସୁଧୁରିଯିବ ଯଦି ଆମେ ଯାଜନ କରିବା। ଯାଜନ ମାନେ କ'ଣ? ସବୁବେଳେ ଠାକୁରଙ୍କ କଥାର ପ୍ରଚାର ପ୍ରସାର। ଆଜିକାଲି ତ ଏଇଟା ବି ହେଇଗଲାଣି ଯେ ଡିପି ୱାର୍କ ବି ହେଉଛି। ସବୁ ଜାଗାରେ ଡିପି ୱାର୍କ ହେଉଛି, ଘରେ ଘରେ ଯାଇକି ଠାକୁରଙ୍କ କଥାର ପ୍ରଚାର ପ୍ରସାର ହେଉଛି, ଦୀକ୍ଷା କାର୍ଯ୍ୟକ୍ରମ ବି ହେଉଛି। କିନ୍ତୁ ଯେଉଁମାନେ ଜାଣିନାହାନ୍ତି ଯେ ଯାଜନ କ'ଣ, ଯାଜନ ମାନେ ହେଉଛି ଠାକୁରଙ୍କର କଥା ଆମେ ଲୋକମାନଙ୍କୁ ଜଣାଇବା। ଠାକୁର କିଏ, ଠାକୁରଙ୍କ ବିଷୟରେ ହିଁ ଆମେ ଲୋକମାନଙ୍କୁ ଅବଗତ କରାଇବା, ଯେମିତି ଲୋକମାନେ ଜାଣିବାକୁ ପାଇବେ ଯେ ଠାକୁର ପ୍ରକୃତରେ କ'ଣ। ତାପରେ ଆମର ଯଜନ, ଯାଜନ, ଇଷ୍ଟବୃତ୍ତି। ଯଜନ ମାନେ କ'ଣ? ଠାକୁରଙ୍କର ନୀତି ନିୟମ ସବୁ ଆମେ ନିଜ ଜୀବନରେ ପ୍ରଥମେ ପାଳନ କରିବା, ତାପରେ ଯାଜନ କରି ଲୋକମାନଙ୍କୁ ଶୁଣାଇବା, ଯାହାଦ୍ୱାରା କି ଲୋକମାନଙ୍କ ଉପରେ ଏହାର ପ୍ରଭାବ ବେଶୀ ମାତ୍ରାରେ ପଡ଼ିବ। ଯଜନ, ଯାଜନ, ଇଷ୍ଟବୃତ୍ତି ପରେ ଆମର ଆସିଲା ସଦାଚାର। ସଦାଚାର ମାନେ କ'ଣ? ସତ୍ ଆଉ ଆଚାର ମିଶିକି ହେଇଛି ସଦାଚାର। ଆଚରଣରେ ସଦ୍ଭାବ, ମାନେ ହିଂସା, କ୍ରୋଧ, ଲୋଭ ଏସବୁରୁ ଦୂରେଇ ରହି ସବୁବେଳେ ମାନେ ସତ କହିବା ଆଉ ସତ୍ ମାର୍ଗରେ ପରିଚାଳିତ ହେବା, ଖରାପ ନୀତିକୁ ବର୍ଜନ କରିବା ଆଉ ସବୁ ଭଲ କଥା ଶିଖିବା, ଭଲ କଥା ଲୋକମାନଙ୍କୁ ଶିଖାଇବା, ଏଇସବୁ ହେଉଛି ସଦାଚାର। ଆକୁ ହିଁ ସଦାଚାର କୁହନ୍ତି। ତ ଆମେ ବି ସଦାଚାର ବ୍ରତୀ ହେବା ଆବଶ୍ୟକ। ଆଉ ସର୍ବଶେଷରେ ଆମର ଆସିଲା ସତ୍ସଙ୍ଗ। ଏଇ ଯେଉଁ ସତ୍ସଙ୍ଗ ଜିନିଷଟି, ଏଇଟା ଠାକୁର ହିଁ ଆମକୁ ଧରେଇକି ଯାଇଛନ୍ତି। ଏଇ ସତ୍ସଙ୍ଗ ହିଁ ଜୀବନର ମାର୍ଗ ପରିବର୍ତ୍ତନ କରିଦେଇପାରେ। ଆପଣଙ୍କୁ କେତେବେଳେ ଖରାପରୁ ଭଲ କରିଦେବ ଆପଣ ନିଜେ ବି ଜାଣିପାରିବେନି। ଆଉ ସତ୍ସଙ୍ଗର ଆସର ଏତେ ଯେ ସତ୍ସଙ୍ଗ ମାନେ ହିଁ ସତ୍ର ସଙ୍ଗ କରିବା, ସତ୍କୁ ଆଶ୍ରୟ କରିବା। ଆଉ ଯେଉଁମାନେ ଏଇ ସତ୍କୁ ଆଶ୍ରୟ କରି ଚାଲିଛନ୍ତି, ସେ ଶ୍ରୀ ଶ୍ରୀ ଠାକୁରଙ୍କ କୃପା ଛାୟା ତଳେ ସମସ୍ତେ ଆମେ ମାନେ ପଢ଼ିକି ଆସିଛନ୍ତି, ଯେଉଁମାନେ ବି ଆଶ୍ରା କରିଛନ୍ତି। ସେଥିପାଇଁ ସତ୍ସଙ୍ଗ ଜୀବନର ଯେତେବେଳେ ଦିଗ ପରିବର୍ତ୍ତନ କରୁଛି, ଆପଣଙ୍କୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବି ବଦଳି ଦେଇପାରେ ସତ୍ସଙ୍ଗ। ସେଥିପାଇଁ ଆମେ ସମସ୍ତେ ସତ୍ସଙ୍ଗକୁ ଯିବା ଉଚିତ ଆଉ ସତ୍ର ସଙ୍ଗ କରିବା ଉଚିତ, ଯାହାଦ୍ୱାରା କି ଶ୍ରୀ ଶ୍ରୀ ଠାକୁର ଆମ ପାଖରେ, ଆମ ନିକଟରେ ସବୁବେଳ ପାଇଁ ଉପସ୍ଥିତ ରହିବେ, ଆମ ସହିତ ସବୁ ସମୟରେ ରହିବେ। ତ ସର୍ବଶେଷରେ ମୁଁ ସମସ୍ତଙ୍କ ମଙ୍ଗଳ କାମନା କରି ଶ୍ରୀ ଶ୍ରୀ ଠାକୁରଙ୍କ ଚରଣରେ ଏତିକି ପ୍ରାର୍ଥନା କରୁଛି, ଆପଣମାନଙ୍କ ଜୀବନ ସୁଖମୟ ହେଉ, ଆପଣମାନଙ୍କୁ ଠାକୁର ଭଲରେ ରଖନ୍ତୁ। ସମସ୍ତଙ୍କୁ ଆନନ୍ଦିତ। ଜୟ ଗୁରୁ।